ହେଇଲୋ ଗୋଟେ କଥା ଶୁଣିଛ ନା? କଣ? ମୋ ବାପ ଘର ଗାଁରେ ଗୋଟେ ଲୋକଟେ ମରିଗଲା। କେମିତି? ମା ତ କହୁଥିଲା କଣ ସେ ମଦ ଫଦ ପିଏ, ହୁଁ ତାକୁ କ୍ୟାନ୍ସର ହେଇକି ତା କଲିଜା ମଲିଜା ଖରାପ ହେଲା, ସେ ମରିଗଲା। ଓହୋ ମୁଁ ଗୀତା ଭାଉଜକୁ ଫୋନ କଲି। ହୁଁ ଗୀତା ଭାଉଜ କଣ କହିଲେ ନା, ହୁଁ ସେ ଯୋଉ ଲୋକଟା ମଦ ପିଏନି ନା, ସେ ଭାରି ଚାଲାକିଆ ଲୋକଟେ। ହୁଁ ମଦ ପିଇବ ମାନେ ହୁଁ। 2-3ଟା କଲିଜା ଖାଇବ। ତା କୁକୁଡ଼ା କଲିଜା ହଉ କି ଛେଳି କଲିଜା ହଉ। ଖାଇଲେ କଣ ହବ? ମଦ ଯୋଉ ପେଟ ଭିତରକୁ ଯିବ, ହୁଁ ସେ ଜାଣିପାରିବନି ଯେ କୋଉଠି କୋଉ କଲିଜାଟାକୁ ମଦ ଖାଇବ ବୋଲି। ଓହୋ ଗୀତା ଭାଉଜ ମତେ କହୁଥିଲେ। ହୁଁ। ମତେ କଣ ଲାଗୁଛି ଜାଣିଛ ନା, କଣ? ସେ ଯୋଉ ମଦରେ ମରିନି, ଆଉ ମଦ ପିଇଲା ବେଳେ ଯୋଉ ପ୍ଲାଷ୍ଟିକ ଗ୍ଲାସ ୟୁଜ କରନ୍ତିନି ନା, ହୁଁ ସେଇଟାରେ କ୍ୟାନ୍ସର ହେଇକି ସେ ମରିଛି। ଟିଭିରେ ଦେଖାଉନି ନା, ପ୍ଲାଷ୍ଟିକ ଜିନିଷ ୟୁଜ କରନି କି, ପ୍ଲାଷ୍ଟିକ ଗ୍ଲାସ ରେ ମଦ କି ଯାହା ପିଇବ ମାନେ କ୍ୟାନ୍ସର ହବ, ସେ ଲୋକ ମରିବ। ଓହୋ ଶୁଣ, ତୁମେ ପ୍ଲାଷ୍ଟିକ ଜିନିଷ କିଛି ୟୁଜ କରିବନି କି ପ୍ଲାଷ୍ଟିକ ଗ୍ଲାସ ରେ ଚାହା କି ମଦ କିଛି ପିଇବନି। ନା ନା ନା